ମନେ ରଖନ୍ତୁ, ଘୋଡ଼ାର ପଛରେ ଆଉ ପଇସାବାଲା ଲୋକଙ୍କ ଆଗରେ କେବେ ବି ଚାଲନ୍ତୁ ନାହିଁ, କାରଣ ଏମାନେ ଯେକୌଣସି ମୁହୂର୍ତ୍ତରେ ଲାତ ମାରିବାକୁ ପଛାନ୍ତି ନାହିଁ। ଯେଉଁ ମଣିଷ ନିଜର ନିନ୍ଦା ଶୁଣି ସହିଯାଏ ନା, ସେ ସାରା ବିଶ୍ୱକୁ ଜୟ କରିପାରେ। ପ୍ରଶଂସା ଯେତେ ପାରୁଛ କର, ହେଲେ ଅପମାନ ଟିକେ ବୁଝି ବିଚାରିକି କର, କାରଣ ଅପମାନ ଏପରି ଏକ ଋଣ, ଯାହା ସମୟ ଆସିଲେ ସୁଧ ସହ ଫେରି ଆସିଥାଏ। ପରିବାରର ଯେତେ ଛୋଟ ଛୋଟ କଥା ଧରି ବସିବ, ପରିବାର ସେତେ ଛୋଟ ହେବାରେ ଲାଗିବ। ତେଣୁ କିଛି କଥାକୁ ଅଣଦେଖା କରିବା ଶିଖ, ତାହେଲେ ଯାଇ ପରିବାରରେ ଖୁସି ଲାଗି ରହିବ। ଯଦି ଅନ୍ଧଟିଏ ଦୃଷ୍ଟିଶକ୍ତି ପାଏ, ତେବେ ପ୍ରଥମେ ସେ ସେଇ ବାଡ଼ିକୁ ହିଁ ଫିଙ୍ଗିଥାଏ ଯାହା ଦିନେ ତାକୁ ବାଟ ଦେଖାଉଥିଲା। କାହାର ହସିବାର କାରଣ ହେଇକି ଦେଖ, ହୃଦୟକୁ ବହୁତ ଶାନ୍ତି ମିଳିବ, କାରଣ କନ୍ଦେଇବା ସମସ୍ତେ ଜାଣିଛନ୍ତି, ହସେଇବା ନୁହେଁ। କେବେ ବି ଭଗବାନଙ୍କ ଉପରୁ ଭରସା ହରେଇବେ ନାହିଁ, କାରଣ ତାଙ୍କ ହାତରେ ସବୁ ଅଛି। ସେ ଚାହିଁଲେ ହାରି ଯାଇଥିବା ବାଜିକୁ ବି ଜିତେଇ ଦେବେ। ନିଜ କର୍ମ ଉପରେ ବିଶ୍ୱାସ ରଖ, ରାଶି ଉପରେ ନୁହେଁ। ରାଶି ତ ଶ୍ରୀରାମ ଓ ରାବଣଙ୍କର ଏକା ଥିଲା, କିନ୍ତୁ ତାଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ମିଳିଲା। ମିଛ ପ୍ରଥମେ କହିବା ସହଜ ହୋଇପାରେ, କିନ୍ତୁ ପରେ ବହୁତ କଷ୍ଟ ଦେଇଥାଏ। ସତ କହିବା ପ୍ରଥମେ ପ୍ରଥମେ କଠିନ ହୋଇପାରେ, କିନ୍ତୁ ପରେ ଖୁସି ଦେଇଥାଏ। ଯଦି ଲୋକେ ତୁମକୁ ଦେଖିଲେ ଜଳୁଛନ୍ତି, ତୁମର ଗୋଡ଼ ଟାଣୁଛନ୍ତି, ତାହେଲେ ଭାବିନେବ ଯେ ତୁମେ ସଠିକ୍ ଦିଗରେ ଆଗେଇ ଚାଲିଛ। ପୁଣି ଥରେ ଗରମ କରି ପିଇଥିବା ଚା' ଏବଂ ବୁଝାମଣା କରାଯାଉଥିବା ସମ୍ପର୍କରେ ପୂର୍ବ ଭଳି ମିଠାପଣ ଆସିନଥାଏ। ଯୋଗ୍ୟ ହେବା ପାଇଁ ବେଳେବେଳେ ଝୁଣ୍ଟିବାକୁ ପଡ଼ିଥାଏ, କାହିଁକି ନା ବିଜୟର ଅସଲ ମଜା ସେତେବେଳେ ଆସିଥାଏ, ଯେତେବେଳେ କେହି ହାରୁ ହାରୁ ଜିତିଥାଏ। ଯଦି ତୁମେ କାହାକୁ ଅତି ସହଜରେ ମିଳିଯିବ ନା, ତୁମେ ଯେତେ ବି ମୂଲ୍ୟବାନ ହୋଇଥାଅ ନା ପଛକେ, ସେ ତୁମକୁ ଶସ୍ତା ଭାବିନେବ। ପାଖରେ ଥିବା ମଣିଷକୁ ଟିକେ ସମୟ ଆଉ ଭଲ ପାଇବା ଦେବା ଶିଖ, କାରଣ ଆଜି କଥା କାଲିକୁ ନାହିଁ। କିଏ ଜାଣେ ଆଜି ଯାହାକୁ ପାଖରେ ପାଇ ଅଣଦେଖା କରୁଛ, କାଲି ତାକୁ କେବଳ ଫଟୋରେ ଦେଖି ଲୁହ ଝରଉଥିବ, ହେଲେ ସେ ସବୁ ଦେଖିବା ପାଇଁ ସେ ମଣିଷଟା ନଥିବ।